ସମସ୍ତଙ୍କ ଘରେ ଛତୁଆ ନିଶ୍ଚୟ ଥିବ। ଆଉ ଆପଣ ସମସ୍ତେ କେତେବେଳେ କେମିତି ଛତୁଆ ଖାଉଥିବେ କିମ୍ବା ପିଉଥିବେ ବି। କିନ୍ତୁ ଗୋଟିଏ ପର୍ଟିକୁଲାର ଟାଇମ୍ ଅଛି ଯଦି ସେହି ଟାଇମ୍‌ରେ ଆପଣ ଛତୁଆକୁ ପିଉଛନ୍ତି ଆଉ ଗୋଟେ ପର୍ଟିକୁଲାର ସାମଗ୍ରୀ ରହିଛି। ଯଦି ସେଇ ସାମଗ୍ରୀରେ ଆପଣ ଛତୁଆକୁ ପ୍ରସ୍ତୁତ କରନ୍ତି, ତେବେ ଆପଣଙ୍କୁ ବହୁତ ସାରା ବେନିଫିଟ୍ ମିଳେ। ଆଜି ମୁଁ ଆପଣଙ୍କୁ 6ଟି ବେନିଫିଟ୍ ବିଷୟରେ କହିବି ଯାହା ଛତୁଆ ଆପଣଙ୍କୁ ଦେଇପାରିବ। କିନ୍ତୁ କେଉଁ ସାମଗ୍ରୀ ଦ୍ୱାରା ତାକୁ ପ୍ରସ୍ତୁତ କରିବେ ସେଇ କଥା ବି ଆଜିର ଭିଡିଓରେ ଆପଣ ଜାଣିବେ। ଛତୁଆ ଗୋଟେ ଏମିତି ଖାଦ୍ୟ ଯୋଉଟାକି ଆପଣ ଯେତେବେଳେ ଇଚ୍ଛା ସେତେବେଳେ ଖାଇପାରିବେ, ତାର କୌଣସି ଟାଇମ୍ ଲିମିଟ୍ ନଥାଏ। କିନ୍ତୁ ଛତୁଆ ଯଦି ଗୋଟେ ଫିକ୍ସ ଟାଇମ୍‌ରେ ଆପଣ ଖାଆନ୍ତି, ତେବେ ବହୁତ ସାରା ଫାଇଦା ଆପଣଙ୍କୁ ମିଳେ। କେଉଁ ସାମଗ୍ରୀ ନେଇକି ଆପଣ ଏହାକୁ ପ୍ରସ୍ତୁତ କରିବେ, କେଉଁ ଟାଇମ୍‌ରେ ଏହାକୁ ଖାଇଲେ ବହୁତ ସାରା ବେନିଫିଟ୍ ମିଳିବ, ସବୁ ବିଷୟରେ ଆଗକୁ ଏଇ ଭିଡିଓରେ ଆପଣ ଜାଣିବେ। କିନ୍ତୁ ଫର୍ଷ୍ଟ ଏହାର ବେନିଫିଟ୍ ବିଷୟରେ ଆପଣ ଜାଣି ନିଅନ୍ତୁ। ଦେଖନ୍ତୁ, ଛତୁଆ ଯେହେତୁ ଗୋଟେ ହାଲକା ଖାଦ୍ୟ ଭାବରେ ଆପଣ ତାକୁ ଖାଆନ୍ତି, କିଛି ନାହିଁ ତ ଛତୁଆ ଖାଇଦିଅ। ତ ଛତୁଆ ଯେତେବେଳେ ଆପଣ ଖାଆନ୍ତି, ଆପଣଙ୍କୁ ବହୁତ ଅଧିକ ଏନର୍ଜେଟିକ୍ ଲାଗେ। କାରଣ ଛତୁଆ ଯେହେତୁ ଆପଣଙ୍କ ପେଟକୁ ହାଲକା, ପେଟକୁ ଆଦୌ ବି ଓଜନିଆ କରେନି, ତ ସେଥିପାଇଁ ଆପଣଙ୍କୁ ଇନଷ୍ଟାଣ୍ଟ ଏନର୍ଜି ବି ସେଥିରୁ ମିଳିଯାଏ। ଆଉ ଯେତେବେଳେ ଇନଷ୍ଟାଣ୍ଟ ଏନର୍ଜି ମିଳିଯିବ, ତା ସହିତ ପେଟ ଆପଣଙ୍କର ହାଲକା ଥିବ, ତେବେ ସବୁ କାମ ଆପଣ ଫୁର୍ତ୍ତିରେ କରିପାରନ୍ତି। ତ ସେଇଥିପାଇଁ ତ ଛତୁଆକୁ ଆପଣ ଏନର୍ଜି ବୁଷ୍ଟର ଭଳି ବି କହିପାରିବେ, ଯେହେତୁ ଆପଣଙ୍କୁ ଏନର୍ଜି ଏଥିରେ ସଙ୍ଗେ ସଙ୍ଗେ ମିଳିଯାଉଛି। ଆଉ ଏଥିରେ ପେଟରେ କୌଣସି ପ୍ରକାର ସମସ୍ୟା ହବାର ଚାନ୍ସେସ୍ ନାହିଁ। କିନ୍ତୁ କେତେବେଳେ ପେଟ ଆପଣଙ୍କର ଖରାପ ହବନି ଯଦି ସଠିକ୍ କ୍ୱାଣ୍ଟିଟିରେ ଏହାକୁ ଆପଣ ଖାଇବେ। କେତେ କ୍ୱାଣ୍ଟିଟିର ଦିନକୁ ଖାଇବା ଉଚିତ ଛତୁଆ, ସେ ବିଷୟରେ ବି ଆଗକୁ ଜାଣିବେ। ଯେତେବେଳେ ଆପଣ ଛତୁଆକୁ ଖାଆନ୍ତି, ତେବେ ପେଟ ଆପଣଙ୍କର ଥଣ୍ଡା ହୁଏ, ତା ସହିତ ଶରୀର ବି ଆପଣଙ୍କର ଥଣ୍ଡା ହୁଏ। ଛତୁଆରେ ଆପଣ ପାଣି ମିକ୍ସ କରନ୍ତୁ କିମ୍ବା କ୍ଷୀର ମିକ୍ସ କରନ୍ତୁ କିମ୍ବା ଆପଣ ଦହି ବି ମିକ୍ସ କରିକି ତାକୁ ଖାଇପାରିବେ। ଆପଣ ଯେମିତି ବି ଖାଆନ୍ତୁ, ପେଟ ଆପଣଙ୍କର ଥଣ୍ଡା ହୁଏ। ଏଥିରେ ଆପଣଙ୍କର ଡାଇଜେଷ୍ଟିଭ୍ ସିଷ୍ଟମ୍ ଇମ୍ପ୍ରୁଭ୍ କରେ। ଏଥିରେ ହଜମ ଶକ୍ତି ବି ବୃଦ୍ଧି ପାଏ ଆପଣଙ୍କର। ସବୁଠାରୁ ବଡ଼ କଥା ହେଲା, ଆଜି ମୁଁ ଯେଉଁ ଛତୁଆ ବିଷୟରେ ଆପଣଙ୍କୁ କହୁଛି, ଏ ଛତୁଆ ଆପଣଙ୍କୁ ବହୁତ ସାରା ପ୍ରୋଟିନ୍ ଦିଏ, ବହୁତ ସାରା ଫାଇବର ଦିଏ। ଆପଣ ଯେତେବେଳେ ଛତୁଆ ପ୍ରସ୍ତୁତ କରନ୍ତି, ତ ସେଥିରେ ମୁଖ୍ୟ ସାମଗ୍ରୀ ଆପଣ ଚୁଡ଼ାକୁ ରଖନ୍ତି। ଚୁଡ଼ା କିଛି ଭାଜି ଦିଅନ୍ତି, ତାକୁ ପାଉଡର କରନ୍ତି, ସେଥିରେ ଅଲଗା ସାମଗ୍ରୀ ଆପଣ ଅଳ୍ପ କରିକି ମିଶାନ୍ତି। କିନ୍ତୁ ଚୁଡ଼ାକୁ ଆପଣ ବାଦ ଦେଇଦେବେ, ଚୁଡ଼ା ପ୍ରସ୍ତୁତ କରିବେନି। ଚୁଡ଼ାରେ ଆପଣଙ୍କୁ କ୍ୟାଲୋରି ଅଧିକ ମିଳେ। ଆଜି ମୁଁ ଯେଉଁ ଛତୁଆ କଥା କହୁଛି, ଏଇଟା ଆପଣଙ୍କୁ ବହୁତ ସାରା ପ୍ରୋଟିନ୍ ଦେବା ସହିତ ବହୁତ ସାରା ଫାଇବର ଦିଏ। ଆଉ ଏଇଥିପାଇଁ ହିଁ ଆପଣଙ୍କୁ ପ୍ରୋଟିନ୍ ବି ମିଳିପାରିଲା, ଆପଣଙ୍କର ଡାଇଜେଷ୍ଟିଭ୍ ସିଷ୍ଟମ୍ ବି ଷ୍ଟ୍ରଙ୍ଗ ହେଲା। ଛତୁଆର ଆଉ ଗୋଟିଏ ବଡ଼ ବେନିଫିଟ୍ ହେଉଛି ଯେ ଆପଣଙ୍କର ଓଜନ ବି ନିୟନ୍ତ୍ରଣକୁ ପଳେଇ ଆସିବ। ଦେଖନ୍ତୁ, ଯଦି ଆପଣ କ୍ୟାଲୋରି ଯୁକ୍ତ ଖାଦ୍ୟ ଅଧିକ ଖାଇବେ, ତେବେ ଏଥିରେ ଓଜନ ବଢ଼େ। କିନ୍ତୁ ଯଦି ଆପଣ ପ୍ରୋଟିନ୍ ଯୁକ୍ତ ଖାଦ୍ୟକୁ ଖାଇବେ, ରେଗୁଲାର ଖାଇବେ, ତ ଏଥିରେ ଆପଣଙ୍କର ଓଜନ ମ୍ୟାନେଜ ହୁଏ, ଓଜନ କମେ। ପେଟର ଚର୍ବି କମିଯିବ, ଶରୀରରେ ଅଧିକ ଚର୍ବି ଲାଗିଯାଉଛି, ସିଏ ବି କମିଯିବ। ଏଥିରେ ଆପଣଙ୍କୁ ପ୍ରୋଟିନ୍ ବହୁତ ସାରା ମିଳିଯାଉଛି। ତ ଆମ ଶରୀର ପାଇଁ ପ୍ରୋଟିନ୍‌ର କାମ ତ ବହୁତ ଅଧିକ ରହିଛି। ତା ସହିତ ଓଜନକୁ ନିୟନ୍ତ୍ରଣ କରିବାରେ ବି ପ୍ରୋଟିନ୍‌ର କାମ ବହୁତ ଅଧିକ ରହିଛି। ଯଦି ପ୍ରୋଟିନ୍ ରହିବ ଠିକ୍‌ଠାକ୍ ଆପଣଙ୍କ ଶରୀରରେ, ତେବେ ଆପଣଙ୍କୁ ଅଲଗା କିଛି କ୍ରେଭିଂସ୍ ହବନି, ଅଲଗା ଚଟପଟା ଖାଦ୍ୟ କିଛି ଖାଇବାକୁ ଇଚ୍ଛା ହବନି। ଯେମିତି କେତେବେଳେ ଇଚ୍ଛା ହେଲା ଆପଣଙ୍କର ତେଲ ଭାଜି ଖାଇଦେଲେ, କେତେବେଳେ ଆଉ କ'ଣ ଖାଇଦେଲେ। ତ ଏଇ ଯୋଉ ଆପଣଙ୍କୁ ବାରମ୍ବାର ଇଚ୍ଛା ହୁଏ ଖାଇବାକୁ, ଏ ଇଚ୍ଛାଟା କମିଯାଏ। ଇଚ୍ଛା କମିଯିବାର ଅର୍ଥାତ୍ ଏଇଆ ନୁହେଁ ଯେ ଆପଣଙ୍କର ଭୋକ କମିଯିବ। ଭୋକ କେବେ ବି କମିବନି, ଆପଣଙ୍କର ଇଚ୍ଛା କମିବ। ଇଚ୍ଛା କମିଲେ ହିଁ ଆପଣଙ୍କର ଖାଦ୍ୟ ଖାଇବାର ଯେଉଁ କ୍ୱାଣ୍ଟିଟି ରହିଛି, ତାକୁ ଆପଣ ଠିକ୍ ରଖିପାରିବେ। ଆଉ ଏଇଥିରେ ଆପଣଙ୍କର ଓଜନ ବି ନିୟନ୍ତ୍ରଣକୁ ପଳେଇ ଆସିଥାଏ। ଛତୁଆ ଯେତେବେଳେ ଆପଣ ଖାଇଦେଲେ ଗୋଟେ ଫିକ୍ସ ଟାଇମ୍‌ରେ, ତ ଏଇଟା ଆପଣଙ୍କର ପେଟକୁ ଫୁଲ୍ ରଖେ। ପେଟକୁ ଫୁଲ୍ ରଖେ ପ୍ଲସ୍ ଏନର୍ଜି ଯୋଗାଏ। ଶକ୍ତି ଆପଣଙ୍କୁ ଦେଲା, ପେଟକୁ ଫୁଲ୍ ରଖିଲା। ଏଇଟା ଆପଣଙ୍କର ମେଟାବଲିዝମକୁ ମଧ୍ୟ ବୁଷ୍ଟ କଲା। ତ ଯଦି ସବୁ ମିଶେଇକି କହିବା, ଓଭରାଲ୍ ଏଇଟା ଆପଣଙ୍କର ମେଟାବଲିዝମକୁ ବୁଷ୍ଟ କରିବା ଦ୍ୱାରା ଆପଣଙ୍କୁ ଏନର୍ଜି ଯୋଗାଉଛି। ଆପଣଙ୍କୁ ଏନର୍ଜେଟିକ୍ ଫିଲ୍ ହେବା ଦ୍ୱାରା ଆପଣ ସବୁ କାମ କରିପାରିବେ। ଆପଣ କିଛି ବି ଖାଇନାହାନ୍ତି, କେବଳ ଚାମଚେ 2 ଚାମଚ ଆପଣ ଛତୁଆ ନେଇକି ଖାଇଦିଅନ୍ତୁ। ଏଇଟା ଆପଣଙ୍କୁ ଦିନ ସାରା କାମ କରିବା ପାଇଁ ଏନର୍ଜି ଯୋଗାଇବ। ଆଉ ଗୋଟେ ବଡ଼ ବେନିଫିଟ୍ ହେଉଛି ଛତୁଆର ଯେ ଏଇଟା ଆପଣଙ୍କର ହାଇ କୋଲେଷ୍ଟ୍ରଲ୍ ଲେଭେଲକୁ ମଧ୍ୟ ମ୍ୟାନେଜ୍ କରେ। କେମିତି? ଯେହେତୁ ଛତୁଆ ଖାଇବା ଦ୍ୱାରା ଆପଣଙ୍କୁ ଫାଇବର ବହୁତ ଅଧିକ ମିଳିଯାଉଛି, ତ ଏଇ ଯେଉଁ ଫାଇବରଟା ରହିଛି, ଏଇଟା ହିଁ ଆପଣଙ୍କର କୋଲେଷ୍ଟ୍ରଲକୁ ମ୍ୟାନେଜ୍ କରେ, କୋଲେଷ୍ଟ୍ରଲକୁ କମାଏ। ତା ସହିତ ଡାଇବେଟିକ୍ ପେସେଣ୍ଟ ମାନେ ବି ଛତୁଆ ଖାଆନ୍ତୁ, ଏହାଦ୍ୱାରା ଆପଣଙ୍କର ଡାଇବେଟିସ୍ ବି କଣ୍ଟ୍ରୋଲରେ ରହିବ। କାରଣ ଯେହେତୁ ଆପଣଙ୍କର ଡାଇବେଟିସ୍ ରହୁଛି କିମ୍ବା ଆପଣଙ୍କର କୋଲେଷ୍ଟ୍ରଲ୍ ରହୁଛି, ତ ତା ପାଇଁ ବଡ଼ ଖାଦ୍ୟ ହେଉଛି ଯେଉଁଟାକି ନେଚର ଆମକୁ ଦେଇଛି, ସେଟା ହେଉଛି ଫାଇବର। ଫାଇବର ଆପଣ ଯେକୌଣସି ଉପାୟରେ ଖାଇପାରିବେ। ଆପଣ ପନିପରିବା ଖାଆନ୍ତୁ, ଆପଣ ଶାଗ ଖାଆନ୍ତୁ, ଯାହା ବି ଖାଆନ୍ତୁ, କିନ୍ତୁ ଫାଇବର ଖାଇଲେ ହିଁ ଆପଣଙ୍କର ସୁଗାର କମେ ଆଉ ଆପଣଙ୍କର ହାଇ କୋଲେଷ୍ଟ୍ରଲଟା ବି ମ୍ୟାନେଜ୍ ହେଇକି ରହେ। ଆଉ ଛତୁଆ
आज जो प्रोसेस रे मु आपनको तैयारी करबा पई कहिबे जदि एही प्रोसेस रे आपण तैयारी करिवे तो इथिरे आपनको फाइबर बहुत अधिक मिल जाउची आ एही फाइबर ही आपणकर हाई कोलेस्ट्रोल को कंट्रोल करबा आपणकर डायबिटीज को भी कंट्रोल करबा ए प्रकार छतुआ खाइबा द्वारा आपनको कैल्शियम भी बहुत अधिक मिले मैग्नीशियम एथिरे रही छी कैल्शियम मैग्नीशियम ये दुईटी जाक आपणकर हाड़ को मजबूत करे आपणकर मांसपेशी को मजबूत करे आपण जे कोनसे बयस रे खातु जदि आपणक बयस 40 वर्ष 50 वर्ष टपी गलानी तो बड़ गोटे प्रॉब्लम हुए कौन से बयस रे डायबिटीज टा हुए हाई कोलेस्ट्रोल किसी लोकंकर हो जाए ओजन भी वृद्धि पाए और एटा आपनको ए तीनोटी जाक बेनिफिट दे पारुची ता सहित पेट को भी ठंडा करूची आउ एहाको आपण सब सीजन रे खाई परिबे एमिति नाही जे ए सीजन रे खाइबे कि से सीजन रे खाइबे आपण सब सीजन रे ताको खाई परिबे जदि क्षीर रे किंबा दही रे मिक्स करूचंती क्षीर और दही रे बेनिफिट आपनको अलग मिलिला और छतुआ रे तो आपण अलग सामग्री भी मिक्स करि परिबे जेमिति कि किछि फळ भी मिक्स करि परिबे किंबा किछि ड्राई फ्रूट जदि आपण खाउचंती ताको भी मिक्स करके खाई परिबे किंतु चीनी को आपण कम रखिबे गुड़ मिक्स करंतु आ गुड़ को भी आपण कम ही मिक्स करिवे एबे जानिबा जे केउ दुईटी सामग्री रे एहाको आपण प्रस्तुत करिवे आ केउ समय रे ताको खाइले ही आपनको बहुत सारा बेनिफिट मिलिबा सामग्री भितरे केवल आपनको दुईटी सामग्री दरकार गोटे होची भजा सोला आपण माने निहाती जानिथिबे भजा सोला आपण देखिथिबे आउ गोटे होची जौ छतुआ आपनको अलगा भी मिले भजा सोला भी आपनको अलगा मिली जिवो जदि जौ छतुआ मिलुनी तबे किछि जौ आणंतु दुईटी जाकू आपण मिक्स करंतु पाउडर तयारी करंतु आ ताको मिसेकी गोटे कंटेनर रे रखि दियंतु आउ एथिरे आपण चूड़ा आदौ भी मिक्स करिबेनी कारण चूड़ा रे जेहेतु कैलोरी रहिछि तो एटा डायबिटिक पेशेंट माने खाई परिबेनी तो सेति पई केवल एही दुईटी सामग्री जो गुडा कहला भजा सोला रो पाउडर आउ जौ छतुआ जौ रो पाउडर जोटा तो ये दुईटी सामग्री नहीं कि आपण छतुआ प्रस्तुत करंतु आ ताकू ही रेगुलर आपण खांतु केउ समय रे खाइबे आपण सकाळे खाली पेटरे खाइबे ए समय कहीं खली दिन सारा भितर आपण संध्या बेले भी छतुआ खाई परिबे आपण 11-12 बेले भी छतुआ खाई परिबे सेमिति किछि टाइम लिमिट नाही किंतु जेउ सब बेनिफिट विषय रे आज म आपनको कहिली ए बेनिफिट पाइबा को हेले आपनको सकाळ समयटा बाछिबा को पड़िबो 5टा रे उठुचंती आपनको घंटे 2 घंटा पर भोक लागुची आपण छतुआ खाई दियंतु केते क्वांटिटी खाइबे केवल आपण दिन को 20 ग्राम रु 40 ग्राम पर्यंत ही छतुआ खातु एतिकी ही सफिशिएंट आपणक पई अर्थात 2 चमच रु 4 चमच भितरे आपण टिके पतला करिके जति ताको पी पारुचंती आहुरी भलो एथिरे जलीय अंश अधिक गला आउ जति खाइबे ताको टिके मोटा करिके आपण खाउचंती तेबे भी क्वांटिटी केवल 2 रु 4 चमच ही रखंतु एतिकी ही खातु आपण जति अधिक खाइबे तेबे इटा भारी हिजिबो पेट पई हजम भी डेरी रे हबो आउ एतिकी क्वांटिटी रे जति आपण खाइबे तेबे एइथिरे ही एते सब फायदा आपनको मिली परिबो जति 2 घंटा पर आपनको भोक लागुची तो आपण अलग खाद्य किछि खाई परिबे किंतु जेतेबेले सकाळे आपण खाली पेटे थिबा अवस्था रे आको खांती ई जो फाइबर ता रहि जाउ प्रोटीन जोटा मिलिला एई गुडा ही आपणकर शुगर लेवल को कंट्रोल करबा हाई कोलेस्ट्रोल को कंट्रोल करि थाए पेट भी एथिरे आपणकर सफा हुए कारण एथिरे आपनको बहुत सारा फाइबर मिल जाउची ए दुईटी जाक सामग्री रे सोला रे प्लस जौ रे बहुत अधिक फाइबर रहिछि जो गुडा पेट सफा करिबारे आपनको सहायता करे तो आज वीडियो रे आपण जानिले छतुआ आपण केमिति प्रस्तुत करिवे केउ दुईटी सामग्री दरकार केउ समय रे खाइबे केते खाइबे दिन को जोथरे कि पेट किछि भी आपणकर खराब हबार नाही आउ एटा बेनिफिट आपनको बहुत सारा दबा आज वीडियो जदि आपनको भलो लागिला चैनल को सब्सक्राइब करंतु वीडियो को लाइक करंतु शेयर करंतु आज पई एतिकी।